जय जगन्नाथ पिलाने सप्तम श्रेणी साहित्य बही जार नाम ହେଉଛି साहित्य सौरभ एवं जार प्रकाशक होउछन्ति विद्यालय और शिक्षा विभाग ओडिशा सरकार। तो से साहित्य बहीर आम आज प्रथम वीडियो करने को जाऊे। आशा करे तुम मैंने भल भाव ए वीडियो को देख कठिन शब्द गुड़िकर अर्थ को खातार टीपि नेब भल भाव शुणब अभ्यास कर तुम बहु अनुरोध पर यही वीडियो करने को मु आगभर होइछि। आशा करे यह तुम मानकर आदृति लाभ कर। तेणु आज आम वर्तमान तुम कोर्स रे जहाँ अच्छी लगे माने कोर्स रे तुम वर्तमान जो विषय पढ़ा जाउछ ठीक से ही विषय को आम वर्तमान फोकस करवा। परवर्ती समय मूलरू समस्त विषय वीडियो करवा आम। तेणु जीवा एवं तुम मानकर विषय कवितार शीर्षक जहाँ अच्छी छोटरू बड़। कवि डॉक्टर जानकी वल्लभ महांती जहाँ को भरद्वाज भाव जना जाए ओडिया साहित्य। ओडिया साहित्यर आधुनिक जुगर कवि विशेषकर जड़े मानववादी कवि भाव से ओडिया साहित्य जगत में सुपरिचित। लेखनी निःसृत कविता गुड़िक मध्य छायापथ, विचित्र वर्ण, शेष लिपि, छोटरू बड़ इत्यादि कविता आम ओडिया मानकर आदृति लाभ करिछि। एई कविंकर जो कविता एठारे स्थानित पाई जार शीर्षक होछि छोटरू बड़। यही छोटरू बड़ कवितार कवि विशेष भाव जो क्षुद्र जिनिस गुड़िक रही कौन सब मोहनीय गुण भरी रही कौन महानता लुचि रही से विषय व्याख्या करिसेंति। अनेक उदाहरण माध्यम देखिबा सही विषय वर्तमान मो कविता को आवृत्ति करुछि। तुमे माने मध्य सेठी यही अनुसार मोर आवृत्ति अनुसार तुमे माने मध्य आवृत्ति करि पाइबो। देखिबा पिला माने बही कवितार शीर्षक छोटरू बड़। कवि डॉक्टर जानकी वल्लभ महांती। कानने फुटी छोट फुलटी भितरी जाए बास, छोट कुअटी जोगाए जल लोके बरस मास। कानने फुटी छोट फुलटी भितरी जाए बास, छोट कुअटी जोगाए जल लोके बरस मास। क्षुद्र एक प्रदीप शिखा तमसा पारे जिनी, क्षुद्र बारी धाराटी हुए प्रबल स्रोत सिनी। पुलक आणे क्षुद्र गीति लक्ष जन मने, अमीय ढाले ललित स्वर विधुर बहु प्राणी। क्षुद्र एक तरणी लंघे क्षुब्ध जल धारा, क्षुद्र नर बुद्धि बले जिणिछि वसुंधरा। से हुए बने विराट तरु थिला दिने सान, छोट शिशुटी बढ़ी रखई देश जातिर मान। क्षुद्र जहा निहित तही संभावना बहु, साधना बले सकति चोके विकास लभे सेहु। हेले भी छोट सकति तार दिने ना दिने फुटे, युक्त होई बहुर साथे दिग विदिग छुटे। युक्त होई बहुर साथे दिग विदिग छुटे।
ଯୁକ୍ତ ହୋଇ ବହୁର ସାଥି ଦିଗ ଛୁଟେ। ହେଇଥିଲା କବିତାର ପଦଗୁଡ଼ିକ। ଯିବା ବର୍ତ୍ତମାନ ଆମେ ଏ ବିଷୟକୁ ବୁଝିବା। କ'ଣ କହୁଛନ୍ତି କବି? ପ୍ରଥମ ପଦରେ କାନନେ ଫୁଟି ଛୋଟ ଫୁଲଟି ଭିତରି ଯାଏ ବାସ। ପିଲାମାନେ କାନନ ଶବ୍ଦର ଅର୍ଥ ହେଲା ବଣ ବା ଜଙ୍ଗଲ ବା ଆମେ ବଗିଚା ମଧ୍ୟ ନେଇପାରିବା। ତ କାନନେ ଫୁଟି ଛୋଟ ଫୁଲଟି ଭିତରି ଯାଏ ବାସ। ଫୁଲ ପୁଷ୍ପ ସୁମନ ଯାହାର ପ୍ରତିଶବ୍ଦ ରହିଛି। କାନନେ ଫୁଟି ଛୋଟ ଫୁଲଟି ଭିତରି ଯାଏ ବାସ। ଭିତରିବା ବାଣ୍ଟିବା, ତାର ସୁଗନ୍ଧ ଚାରିଆଡ଼େ ସେ ବିତରଣ କରିଦିଏ। ଛୋଟ ଫୁଲଟିଏ ମଲ୍ଲି ଫୁଲଟିଏ ହେଉ ବା ତୁମର କ୍ଷଣଜନ୍ମା ଫୁଲ ଆମର ଗଙ୍ଗଶିଉଳି ହେଉ, ତାର ମନୋମୁଗ୍ଧକର ବାସ୍ନାରେ ସୁଗନ୍ଧରେ ସେ ଆମ ପ୍ରାଣକୁ ପରିତୃପ୍ତ କରିଦିଏ। ତେଣୁ କାନନରେ ଜଙ୍ଗଲରେ କେଉଁଠି ଏକ ଛୋଟିଆ ଫୁଲଟିଏ ଫୁଟି ତାର ସୁଗନ୍ଧରେ ସମଗ୍ର ବାତାବରଣକୁ ସୁଗନ୍ଧିତ କରିଦିଏ। କାନନେ ଫୁଟି ଛୋଟ ଫୁଲଟି ଭିତରି ଯାଏ ବାସ। ଛୋଟ କୂଅଟି ଯୋଗାଏ ଜଳ ଲୋକେ ବରଷ ମାସ। ଛୋଟିଆ ଏକ କୂଅ, ବର୍ତ୍ତମାନ ଏମାନେ ତ ନଳକୂପ ବିଭିନ୍ନ ପ୍ରକାର ମଟର ଫଟର ଲଗେଇକରି ପାଣି ଉଠାଇଲେଣି। ତେଣୁ ପୂର୍ବରୁ ଥିଲା କୂଅ। କୂଅରୁ ପାଣି ସବୁ କାଢ଼ିକିରି ଗାଁର ଲୋକମାନେ ସମସ୍ତେ ତ ସେଇଥିରେ ବଞ୍ଚୁଥିଲେ, ଗାଧୋଉଥିଲେ। ତ ଜଳାଶୟ ଯେଉଁ ସବୁ ରହିଲା, ଏଠୁ ପାଣି ନେଇ ରୋଷେଇବାସ କରୁଥିଲେ, ଖାଇବା ପିଇବା କରୁଥିଲେ। ବର୍ଷ ବର୍ଷ ମାସ ମାସ ଧରି ସେହି କୂଅ ହିଁ ଜଳ ଯୋଗାଉଥିଲା ସମସ୍ତଙ୍କୁ। ଛୋଟ କୂଅଟି ଯୋଗାଏ ଜଳ ଲୋକେ ବରଷ ମାସ। ସମସ୍ତଙ୍କ ଜୀବନର ପ୍ରଥମ ଆବଶ୍ୟକତା ଆମର ରହିଛି ଅମ୍ଳଜାନ, ତ ଦ୍ୱିତୀୟ ଆବଶ୍ୟକତା ହେଉଛି ପାଣି ମୁନ୍ଦେ। ସେ ପାଣି ମୁନ୍ଦିକୁ ଆମେ ସେଠୁ ପାଉଥିଲେ। ସମସ୍ତଙ୍କୁ ବଞ୍ଚାଇବା ଲାଗି ଏ କ୍ଷୁଦ୍ର କୂଅଟି ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା। ପରବର୍ତ୍ତୀ କଥା ହେଲା କ'ଣ ନା, କ୍ଷୁଦ୍ର ଏକ ପ୍ରଦୀପ ଶିଖା ତମସା ପାରେ ଜିଣି। କ୍ଷୁଦ୍ର ବାରି ଧାରାଟି ହୁଏ ପ୍ରବଳ ସ୍ରୋତସ୍ୱିନୀ। କ'ଣ କହୁଛନ୍ତି କବି? କ୍ଷୁଦ୍ର ଏକ ପ୍ରଦୀପ ଶିଖା, ପ୍ରଦୀପ ଦୀପ। ଏ ଦୀପର ବନାନ କ'ଣ? ଯାହା ଜଳେ ଆମେ ଠାକୁରଙ୍କ ପାଖରେ ଜାଳିଥାଉ। ଏ ଦୀପର ବନାନ ହେଉଛି ଦ ଦୀର୍ଘଇକାର ପ। ଆଉ ଗୋଟିଏ ଦ୍ୱୀପ ଅଛି ଦରେ ୱ ଫଳା ହ୍ରସ୍ୱଇକାର ପ, ଯାହାର ଅର୍ଥ ହାତୀ। ଏବଂ ଆଉ ଗୋଟିଏ ଦ୍ୱୀପ ଅଛି ଦରେ ୱ ଫଳା ଦୀର୍ଘଇକାର ପ, ଯାହାର ଅର୍ଥ ହେଉଛି ତୁମର ଟାପୁ, ଚାରିପାଖ ଜଳଭାଗ ପରିବେଷ୍ଟିତ ସ୍ଥଳଭାଗ। ତ କ'ଣ ହେଲା କଥା ନା, କ୍ଷୁଦ୍ର ଏକ ପ୍ରଦୀପ ଶିଖା, ପ୍ରଦୀପ ଯେଉଁ ଜଳୁଥାଏ ତାର ଯେଉଁ ଶିଖା ଉପରକୁ ଉଠିଥାଏ, ସେ ଯଦି ଗୋଟେ ଘର ଅନ୍ଧକାର ଅଛି ତ ସେଠି ଆମେ ଦୀପଟିଏ ଜାଳିଦେଲେ ସେ ଅନ୍ଧକାରକୁ ଦୂର କରିଦିଏ। ତେଣୁ ତାର ପାଖରେ ଏ ଛୋଟିଆ କ୍ଷୁଦ୍ର ମାନେ ଛୋଟ ପ୍ରଦୀପ ଶିଖାଟି ପାଖରେ ଏମିତି ଶକ୍ତି ରହିଛି। ସମସ୍ତଙ୍କ ପାଖରେ, ପିଲାମାନେ ମନେ ରଖିଥାଅ, ସମସ୍ତଙ୍କ ପାଖରେ ନିଜ ନିଜର ଶକ୍ତି ରହିଛି। ତେଣୁ ଏଇ ପ୍ରଦୀପ ଶିଖାଟି ନିକଟରେ ଯେଉଁ ଶକ୍ତି ରହିଛି, ସେ କ'ଣ କରୁଛି ନା ଏ ବିରାଟ ଅନ୍ଧକାରକୁ ଦୂରୀଭୂତ କରୁଛି। କ୍ଷୁଦ୍ର ଏକ ପ୍ରଦୀପ ଶିଖା ତମସା ପାରେ ଜିଣି। କ୍ଷୁଦ୍ର ବାରିଧାରାଟି ହୁଏ ପ୍ରବଳ ସ୍ରୋତସ୍ୱିନୀ। କ୍ଷୁଦ୍ର ବାରିଧାରାଟି ଯେଉଁ ବର୍ଷା ବିନ୍ଦୁ ପଡ଼ୁଛି, ସେ କ'ଣ କରେ? ପ୍ରବଳ ସ୍ରୋତସ୍ୱିନୀରେ ପରିଣତ ହୁଏ। ଏ ବିନ୍ଦୁ ବିନ୍ଦୁ ଜଳବର୍ଷା ଯେଉଁ ହେଉଛି, ତାହା ଗୋଟିଏ ଛୋଟ ନାଳଟିଏ ହେଇକି ବହିଯାଏ, ବହିଯାଇ ନଦୀରେ ପଡ଼େ ଏବଂ ନଦୀ ସ୍ରୋତସ୍ୱିନୀ ହୁଏ, ସ୍ରୋତଯୁକ୍ତ ହୁଏ। ସ୍ରୋତ ଥିବାରୁ ସ୍ରୋତସ୍ୱିନୀ। ସ୍ରୋତସ୍ୱିନୀ ଶବ୍ଦର ଅର୍ଥ ହେଲା ନଦୀ, ପ୍ରତିଶବ୍ଦ ହେଲା ନଈ, ନିମ୍ନଗା। ତ ଏଗଲା ଦ୍ୱିତୀୟ ଇଏ। ଆମେ ତୃତୀୟକୁ ଯିବା। ପୁଲକ ଆଣେ କ୍ଷୁଦ୍ର ଗୀତି ଲକ୍ଷ ଜନମନେ। ଏଇ ପୁଲକ, ପୁଲକ ଶବ୍ଦର ଅର୍ଥ ଏକ ପ୍ରକାରର ଆମର ଶିହରଣ, ଏକ ପ୍ରକାର ରୋମାଞ୍ଚ। ଏକ ପ୍ରକାର ରୋମାଞ୍ଚ ଆଣେ କ'ଣ ନା କ୍ଷୁଦ୍ର ଗୀତଟିଏ। ଆମେ ଅନେକ ଛୋଟ ଛୋଟ ଗୀତ ଶୁଣିଥାଉ,
ସେ ଗୀତ ଆମ ମନକୁ ଆନନ୍ଦିତ କରିଦିଏ। ଆଃ କି ମଧୁର ସଙ୍ଗୀତ, କି ମଧୁର ଗୀତ ଆମ ପ୍ରାଣକୁ ଆମୋଦିତ କରେ। ପ୍ରାଣରେ ଏକ ପୁଲକ ଆଣି ଭରିଦିଏ, ଏକ ଶିହରଣ ଆଣି ଭରିଦିଏ। ପୁଲକ ଆଣେ କ୍ଷୁଦ୍ର ଗୀତି ଲକ୍ଷ ଜନ ମନେ, ଲକ୍ଷ ଲକ୍ଷ ଲୋକ, କୋଟି କୋଟି ଲୋକ ଯଦି କୌଣସି ଗୋଟେ ଗୀତ ବାହାରିଗଲା, କେତେ ଲୋକ ସେଥିରେ ନାଚୁଛନ୍ତି, କେତେ ଲୋକ ତାକୁ ଶୁଣୁଛନ୍ତି, କେତେ ଲୋକ ଗୋଟେ ମ୍ୟୁଜିକାଲ ଥେରାପି ମଧ୍ୟ ହେଲାଣି। ରୋଗକୁ ଭଲ କରିବା ଲାଗି, ମାନସିକ ରୋଗକୁ ଭଲ କରିବା ଲାଗି ସଙ୍ଗୀତକୁ ମଧ୍ୟ ବ୍ୟବହାର କରାଯାଉଛି। କ'ଣ କହୁଛନ୍ତି କବି? ପୁଲକ ଆଣେ କ୍ଷୁଦ୍ର ଗୀତି ଲକ୍ଷ ଜନ ମନେ, ଅମିୟ ଢାଳେ ଲଳିତ ସ୍ୱର ବିଧୁର ବହୁ ପ୍ରାଣୀ। ବିଧୁର ବିରହ କଷ୍ଟଯୁକ୍ତ, ଏ କଷ୍ଟଯୁକ୍ତ ପ୍ରାଣରେ, ବିରହ ପ୍ରାଣରେ ଅମିୟ ଢାଳି ଦିଏ। ଅମିୟ ଶବ୍ଦର ଅର୍ଥ ହେଲା ଅମୃତ। କ'ଣଟା ଅମୃତ ଢାଳି ଦିଏ? ନା ଲଳିତ ସ୍ୱର। ଲଳିତ ଶବ୍ଦର ଅର୍ଥ ହେଲା କୋମଳ, କୋମଳ ସ୍ୱରଟିଏ କ'ଣ କରେ? ଏ ବିଧୁର ପ୍ରାଣରେ ଅମିୟ ଢାଳି ଦିଏ, ଅମୃତ ସତ୍ୟବା ଢାଳି ଦିଏ। ଏ ହେଉଛି ଗୋଟିଏ ଛୋଟ ଗୀତର ମହାନତା। ଛୋଟ କୂଅର ମହାନତା ପଢ଼ିଲେ, ଛୋଟ ଗୀତର ମହାନତା ପଢ଼ିଲେ, ଛୋଟ ଫୁଲଟିର ମହାନତା ପଢ଼ିଲେ, ସେ ସିନା କ୍ଷୁଦ୍ର, ସେ ସିନା ଛୋଟ, ତାଙ୍କ ଭିତରେ କେତେ ବଡ଼ ବଡ଼ ସବୁ ବିରାଟତ୍ୱ ଲୁଚି ରହିଛି। ସମସ୍ତଙ୍କ ପାଖରେ ନିଜ ନିଜର ଶକ୍ତି ଅଛି କହିଲେ। କୂଅ ପାଖରେ ଫୁଲର ଶକ୍ତି ନାହିଁ, ଫୁଲ ପାଖରେ କୂଅର ଶକ୍ତି ନାହିଁ। ଗୀତ ପାଖରେ ଫୁଲର ଶକ୍ତି ନାହିଁ, କି ଫୁଲ ପାଖରେ ଗୀତର ଶକ୍ତି ନାହିଁ। ସମସ୍ତଙ୍କ ଠାରେ ନିଜ ନିଜର ଶକ୍ତି ରହିଛି ପିଲାଏ। ଦେଖିବା ପରବର୍ତ୍ତୀ। କ୍ଷୁଦ୍ର ଏକ ତରଣୀ ଲଙ୍ଘେ କ୍ଷୁବ୍ଧ ଜଳଧାରା, କ୍ଷୁଦ୍ର ନର ବୁଦ୍ଧି ବଳେ ଜିଣିଛି ବସୁନ୍ଧରା। ଛୋଟ ତରଣୀଟେ, ତରଣୀ ଶବ୍ଦର ଅର୍ଥ ଡଙ୍ଗା। ଅଣରେ ଦୀର୍ଘଇକାର ଅଛି ତରଣୀ, ଯାହାର ଯେଉଁ ଶବ୍ଦର ଅର୍ଥ ହେଉଛି ଡଙ୍ଗା, ଏବଂ ଅଣରେ ହ୍ରସ୍ୱଇକାର ମଧ୍ୟ ତରଣୀ ଗୋଟିଏ ଶବ୍ଦ ଅଛି, ଯାହାର ଅର୍ଥ ହେଉଛି ସୂର୍ଯ୍ୟ। ତେଣୁ ଆମେ ଏହା ଗଲା ଅର୍ଥଗତ ପାର୍ଥକ୍ୟ। କ୍ଷୁଦ୍ର ଏକ ତରଣୀ ଲଙ୍ଘେ କ୍ଷୁବ୍ଧ ଜଳଧାରା, କ୍ଷୁବ୍ଧ ଆନ୍ଦୋଳିତ, ବଡ଼ ବଡ଼ ଢେଉମାନ ଆସୁଛି ସମୁଦ୍ରରେ, ନଦୀରେ, ତ ତରଙ୍ଗ ଆସୁଛି, ତ ତାକୁ ସେ ଜଳଧାରାକୁ ଅତିକ୍ରମ କରି ଆମେ ଯାଉଛେ। କେମିତି ଯାଉଛେ? ଗୋଟିଏ ଛୋଟ ଡଙ୍ଗାଟିରେ ଆମେ ବସି ପଡ଼ିଛେ, ଏବଂ ସେ ଡଙ୍ଗା ଆମକୁ ସେ ସମୁଦ୍ରକୁ, ସେ ନଦୀକୁ ଲଙ୍ଘନ କରି ଆମକୁ ଆରପାରିରେ ନେଇ ପହଞ୍ଚେଇ ଦେଉଛି। କ୍ଷୁଦ୍ର ଏକ ତରଣୀ ଲଙ୍ଘେ କ୍ଷୁବ୍ଧ ଜଳଧାରା, କ୍ଷୁଦ୍ର ନର ବୁଦ୍ଧି ବଳେ ଜିଣିଛି ବସୁନ୍ଧରା। ଆମେ ମଣିଷମାନେ ଏତେ ବିରାଟ ନୁହଁ ଆକାରରେ, ଆମଠାରୁ ଗୋରୁ ଗାଈ ମଧ୍ୟ ବଡ଼। ଗୋଟିଏ ଗୋଟିଏ ପକ୍ଷୀ ଅଛନ୍ତି, ଏମୁ ପକ୍ଷୀ ଅଛି, ଓଟ ପକ୍ଷୀ ଅଛି, ଏ ସମସ୍ତେ ଆମଠାରୁ ବଡ଼ ଅଛନ୍ତି। ଆଉ ବାଘ, ଗଣ୍ଡା, ଗୟଳ, ଭାଲୁ, ହାତୀ, କେତେ କିଏ ବଡ଼ ବଡ଼ ପ୍ରାଣୀ ଅଛନ୍ତି। ଆମେ ତାଙ୍କ ତୁଳନାରେ ଅତି ଛୋଟ, କିନ୍ତୁ ଆମେ ଆମର ବୁଦ୍ଧି ବଳରେ ସମସ୍ତଙ୍କୁ ଆୟତ୍ତ କରିପାରିଛେ। ଆମର କୌଶଳ ଦ୍ୱାରା, ଆମ ବୁଦ୍ଧି ଦ୍ୱାରା। କ୍ଷୁଦ୍ର ନର ବୁଦ୍ଧି ବଳେ ଜିଣିଛି ବସୁନ୍ଧରା। ବସୁନ୍ଧରା ଶବ୍ଦର ଅର୍ଥ ପୃଥିବୀ, ପ୍ରତିଶବ୍ଦ ଧରା, ଧରଣୀ, ଅବନୀ ଇତ୍ୟାଦି। ତେଣୁ କ୍ଷୁଦ୍ର ଛୋଟ, ଛୋଟ ମଣିଷଟିଏ ଆମେ, ଆମର ବୁଦ୍ଧି ବଳରେ ଆମେ ସମଗ୍ର ବସୁନ୍ଧରାକୁ ଜିତିଛୁ। ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ କହିଛନ୍ତି, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ, ସର୍ବ ଶରୀର ମଧ୍ୟେ ସାର ଦୁର୍ଲଭ ନର କଳେବର। ଆମେ ସମସ୍ତଙ୍କଠାରୁ ଶ୍ରେଷ୍ଠ ଜୀବ ହେଇଛି ଆମର ବୁଦ୍ଧି ବଳରେ, ଜ୍ଞାନ ବଳରେ। ଏ କ୍ଷୁଦ୍ର ନରଟିଏ ମଧ୍ୟ, ଏ ମଣିଷଟିଏ ମଧ୍ୟ ମହାନ। ନର ଶବ୍ଦର ଅର୍ଥ ହେଲା ମଣିଷ, ମନୋଜ, ମାନବ ତାର ପ୍ରତିଶବ୍ଦ। ସେ ହୁଏ ବନେ ବିରାଟ ତରୁଜ ଥିଲା ଦିନେ ସାନ, ଛୋଟ ଶିଶୁଟି ବଢ଼ି ରଖଇ ଦେଶ ଜାତିର ମାନ। ଛୋଟ ମଞ୍ଜିଟେ ଥିଲା, ଗଜା ହେଲା, ଗଜାରୁ ଛୋଟ ଚାରାଟି ହେଲା,
ଚାରାରୁ ଧୀରେ 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 ବଡ଼ ହେଇ ଏକ ବିରାଟ ତରୁଟେ ପରିଣତ ହେଲା, ବିରାଟ ବୃକ୍ଷରେ ପରିଣତ ହେଲା। ସେ ହୁଏ ବନେ ବିରାଟ ତରୁ, ବଣରେ ଜଙ୍ଗଲ ଭିତରେ ସେ ଗୋଟିଏ ବିରାଟ ତରୁର ଆକାର ଧାରଣ କରେ। ଯେ ଦିନେ ଛୋଟ ଥିଲା, ଅତି ଛୋଟ ଥିଲା, ଆଉ ଛୋଟ ଶିଶୁଟି ବଢ଼ି ପୁଣି ସେଇ ତରୁରେ, ସେଇ ଗଛରେ, ତରୁ ଶବ୍ଦର ଅର୍ଥ ଗଛ, ପାଦପ। ତେଣୁ ସେ ଗଛରେ କେତେ କିଏ ଆଶ୍ରୟ ନିଅନ୍ତି, କେତେ କିଏ ତା'ଠାରୁ, ଗଛଠାରୁ ଆମେ ତ ଅନେକ ଉପକାର ପାଇଥାଉ। ଖାଇବା, ପିଇବା, ପିନ୍ଧିବା, ଘର କରିବା, ଚଢ଼େଇମାନେ ସେଠାରେ ରହନ୍ତି ବସା କରି। ତେଣୁ ସେ ହୁଏ ବନେ ବିରାଟ ତରୁ, ଯେ ଥିଲା ଦିନେ ସାନ, ଛୋଟ ଶିଶୁଟି ବଢ଼ି ରଖ ଏଇ ଦେଶ ଜାତିର ମାନ। ଛୋଟ ଶିଶୁଟି, ଆଜି ତୁମେମାନେ ଛୋଟ ଅଛ, କାଲି ବଡ଼ ହେବ, ତୁମ ଭିତରେ ଅନେକ ସମ୍ଭାବନା, ତୁମେ କିଛି ହେଇପାର, କିଏ ବୈଜ୍ଞାନିକ ହେଇପାରେ, କିଏ ଡାକ୍ତର ହେଇପାରେ, କିଏ କୃଷକ ହେଇପାରେ, ସାରା ଜଗତରୁ କ୍ଷୁଧା ଦୂର କରିପାରେ, ତେଣୁ କିଏ ଶିକ୍ଷକ ହେଇପାରେ। ସମସ୍ତେ କିଛି ନା କିଛି କର୍ମ ତୁମେ କରିବ, ତୁମ ଭିତରେ ବିରାଟତ୍ୱ ଲୁଚି ରହିଛି। ଆଗରେ ଅନେକ ସମ୍ଭାବନା ଅଛି, ଅନେକ କ୍ଷେତ୍ରରେ ତୁମମାନଙ୍କୁ ଯୁଦ୍ଧ କରିବାର ଅଛି। ତେଣୁ ତୁମେମାନେ ଛୋଟ ଅଛ, ଛୋଟ ଶିଶୁଟି ବଢ଼ି ରଖ ଏ ଦେଶ ଜାତିର ମାନ, ଏ ଦେଶର, ଏ ଜାତିର ମାନ ସମ୍ମାନକୁ ତୁମେମାନେ ରକ୍ଷା କରିପାରିବ। କ୍ଷୁଦ୍ର ଯାହା ନିହିତ ତହିଁ ସମ୍ଭାବନା ବହୁ, ସାଧନା ବଳେ ଶକତି ଯୋଗେ ବିକାଶ ଲଭେ ସେହୁ। ତୁମେ ଆଜି କ୍ଷୁଦ୍ର ଅଛ, ଯାହା ବି ଛୋଟ ଅଛନ୍ତି ସମସ୍ତେ, ତା ଭିତରେ ଅନେକ ସମ୍ଭାବନା ଅଛି। ସମ୍ଭାବନା ମାନେ ଯାହା ହେବାକୁ ଯାଉଛି। ତେଣୁ କ୍ଷୁଦ୍ର ଯାହା ନିହିତ ତହିଁ, ନିହିତ ଲୁଚି ରହିବା, ଲୁକ୍କାୟିତ ଭାବେ ରହିବା। ଯାହା କ୍ଷୁଦ୍ର ଅଛି ଆଜି, ତା ଭିତରେ ଅନେକ କିଛି ସମ୍ଭାବନା ଲୁଚିକି ରହିଛି, ଲୁକ୍କାୟିତ ଭାବେ ରହିଛି। ସାଧନା ବଳେ ଶକତି ଯୋଗେ, ସାଧନା ପ୍ରାକ୍ଟିସ୍, ଅଭ୍ୟାସ, ସାଧନା ଶବ୍ଦର ଅର୍ଥ ଅଭ୍ୟାସ। ତେଣୁ ପ୍ରାକ୍ଟିସ୍ ମେକ୍ସ ଏ ମ୍ୟାନ୍ ପରଫେକ୍ଟ, ଆମେମାନେ ଜାଣିଛେ। ତେଣୁ ଅଭ୍ୟାସ ବଳେ ଶିଶୁ ଯଥା, ଶିଖଇ କ୍ରମେ କହି କଥା, ଥରକୁ ଥର ପଡ଼ି ତଳେ, ଚାଲଇ ଅଭ୍ୟାସର ବଳେ। ଆମେ ଅଭ୍ୟାସ କରିବା ସବୁ ଜିନିଷକୁ, ହେଲେ ଆମେ ସେ କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବା। ଆମେ କ୍ରିକେଟ୍ ମ୍ୟାଚ୍ ଗୋଟେ ଦେଖିଦେଉଛେ, ସେ ଖେଳୁଛନ୍ତି, କିନ୍ତୁ ତା ଭିତରେ ସେମାନେ କେତେ ଯେ ଅଭ୍ୟାସ କରିଛନ୍ତି, ଅଭ୍ୟାସ ମ୍ୟାଚ୍ ଖେଳୁଛନ୍ତି। ତେଣୁ ତାପରେ ସେମାନେ ଏତେ ସୁନ୍ଦର ଭାବେ ଖେଳିପାରୁଛନ୍ତି। ତେଣୁ ଆମେ ଏଇ ସାଧନା ବଳରେ, ଅଭ୍ୟାସ ବଳରେ ଶକ୍ତିଯୁକ୍ତ ହୋଇ ଭବିଷ୍ୟତରେ ଅନେକ କର୍ମ କରିପାରିବା, ଆମେ ବିକାଶ ଲାଭ କରିପାରିବା। ସାଧନା ବଳେ ଶକ୍ତିଯୁକ୍ତ, ଅଭ୍ୟାସ ବଳରେ ଶକ୍ତିଯୁକ୍ତ ହୋଇ ଆମେ ବିକାଶ ଲାଭ କରିବା, ଆଗକୁ ଆଗକୁ ଆମେ ଆଗେଇ ଚାଲିବା, ଡେଭଲପ୍ କରିବା। ଆମେ ସେହୁ ସେଇ ହେଲେ ବି ଛୋଟ ଶକତି ତାର ଦିନେ ନା ଦିନେ ଫୁଟେ, ଯୁକ୍ତ ହୋଇ ବହୁର ସାଥେ ଦିଗ୍ବିଦିଗ ଛୁଟେ। ତେଣୁ ହେଲେ ବି ଛୋଟ ଶକତି ତାର, ଯିଏ ବି ଛୋଟ ହେଉ, ଆମେମାନେ ଛୋଟ ଅଛେ। ତେଣୁ ତୁମେମାନେ ଛୋଟ ଅଛ, ବଡ଼ ହେବ, କ'ଣ ହେବ? ହେଲେ ବି ଛୋଟ ଶକତି ତାର, ଶକତି ପଦ୍ୟ ରୂପରେ ଅଛି, ଗଦ୍ୟ ରୂପରେ ହେଉଛି ଶକ୍ତି। ଛୋଟ ହେଲେ ମଧ୍ୟ ଶକ୍ତି ତୁମମାନଙ୍କର ଦିନେ ନା ଦିନେ ପ୍ରସ୍ଫୁଟିତ ହେବ ଏବଂ ତୁମେ ଅନେକଙ୍କ ସହିତ, ବହୁ ସହିତ ଯୁକ୍ତ ହୋଇ ଦିଗ୍ବିଦିଗ ଛୁଟିଯିବ। ଆଜି ତୁମେମାନେ ଏଇ ବିଦ୍ୟାଳୟରେ ପାଠ ପଢ଼ୁଛ, ସାଙ୍ଗ ହୋଇ ଗୋଟିଏ ଶ୍ରେଣୀରେ ବସୁଛ, କାଲି ଏ ସମଗ୍ର ବିଶ୍ୱରେ କିଏ କେଉଁ କ୍ଷେତ୍ରରେ ନାଁ କରିବ, କିଏ କେଉଁ ଆଡ଼କୁ ଛୁଟିଯିବ, ଦେଶ ବିଦେଶକୁ କେଉଁ ଆଡ଼କୁ କିଏ ଛୁଟିଯିବ, କିଏ ସମୁଦ୍ର ଲଙ୍ଘିଯିବ ତ କିଏ ପାହାଡ଼ ଚଢ଼ିଯିବ। ତେଣୁ ସବୁ କ୍ଷେତ୍ରରେ ତୁମେମାନେ ନାଁ କରିବ, ତୁମ ଭିତରେ ଅନେକ ସମ୍ଭାବନା ଅଛି। ତ ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି ଅତି ସୁନ୍ଦର ଭାବରେ ତୁମମାନଙ୍କ ନିକଟରେ ଥିବା, ନିହିତ ଥିବା ଶକ୍ତିକୁ ଜାଗ୍ରତ କରିବା ଲାଗି କେବେ ହେଲେ ତୁମେମାନେ ନିଜକୁ ଛୋଟ ଭାବିବନି। ତେଣୁ ତୁମମାନଙ୍କ ଭିତରେ ଥିବା ଶକ୍ତିକୁ ଜାଗ୍ରତ କରିବା ଲାଗି ଏକ ସୁନ୍ଦର କବିତା ପରିବେଷଣ କରିଛନ୍ତି ତୁମମାନଙ୍କ ପାଇଁ। ତେଣୁ କେବେ ନିଜକୁ ଛୋଟ ମନେ କରିବନି, ସବୁବେଳେ ଚିନ୍ତା କରିବ ଆମେ ସ୍ପେଶାଲ ପର୍ସନ୍, ମୁଁ ହେଉଛି
ଗୋଟିଏ ସେଇଭଳି ପିଲା ସେଇଭଳି ମଣିଷ ଯିଏ ସବୁ କାମ କରିପାରିବ, ସବୁ ଭଲ କାମ ଆମେ କରିପାରିବା। ତେଣୁ ସବୁବେଳେ ନିଜକୁ ଯୁକ୍ତାତ୍ମକ ଦିଗରେ ଆମେ ନେବା। ଯାହା ବି ଯିଏ କରୁଛେ ଗୋଟେ ଅଭ୍ୟାସରେ ପକାଇବା, ଆଉ ଭଲ କାମ ସେ ହେବା ଦରକାର। ତେଣୁ ଆମେମାନେ ଭବିଷ୍ୟତରେ ନାଁ କରିପାରିବା, ଭବିଷ୍ୟତରେ ଏ ଜଗତର ମଙ୍ଗଳ ଲାଗି ଆମେ କାମ କରିପାରିବା। ତେଣୁ ଆଜି ଯାହା ଛୋଟ ଅଛି ଭବିଷ୍ୟତରେ ତାହା ବିରାଟତ୍ୱ ଲାଭ କରିପାରେ। ତେଣୁ ଆଶା କରୁଛି ଏ ଭିଡ଼ିଓଟି ତୁମେମାନେ ଦେଖି ସାରିବା ପରେ ଭଲ ଭାବେ ବୁଝିପାରିଥିବ କବିତାଟିକୁ। ଆଉ ଯାହାର ଯାହା ଅସୁବିଧା ରହିବ, ଡାଉଟ୍ ରହିବ ବା ତୁମମାନଙ୍କୁ କେମିତି ଲାଗିଲା କମେଣ୍ଟରେ ଲେଖି ଜଣାଇବ। ଆଉ ଯଦି କିଛି ବୁଝିବାର ଥିବ ମଧ୍ୟ ତୁମେମାନେ କମେଣ୍ଟରେ ଲେଖିପାରିବ, ପଚାରିପାରିବ ମୋତେ। ପରବର୍ତ୍ତୀ ସମୟରେ କେମିତି ଲାଗିଲା ମଧ୍ୟ ଏଇଟାକୁ ତୁମେମାନେ କହିବ ମୋତେ। ଆଉ ପରବର୍ତ୍ତୀ ଭିଡ଼ିଓରେ ଆମେ ପୁଣି ଦେଖା ହେବା, ଆଲୋଚନା କରିବା ପରବର୍ତ୍ତୀ ବିଷୟ। ରହୁଛି ବିଲେ, ଧନ୍ୟବାଦ।